ବାଚସ୍ପତି ମହୋଦୟ ଆପଣଙ୍କର 5 ମିନିଟ୍। 5 ମିନିଟ୍ ମ୍ୟାଡ଼ାମ୍ ହେବନି। ବାଚସ୍ପତି ମହୋଦୟ ଆଜି ଗୃହରେ এই ବଜେଟ୍ ସଂକ୍ରାନ୍ତରେ ଥିବା ବିତର୍କରେ ମୋତେ କହିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଉଛି ଏବଂ ଆମର କର୍ମଠ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଦ୍ୱାରା ଆଗତ ପ୍ରସ୍ତାବକୁ ମୁଁ ଦୃଢ଼ତାର ସହିତ ସମର୍ଥନ କରୁଛି। ଏଥିରେ ଥିବା ବିଭିନ୍ନ ପ୍ରସ୍ତାବକୁ ବହୁ ସପକ୍ଷରେ ବହୁ ମତ ଆସିଥିଲେ ମଧ୍ୟ ବିରୋଧୀ ଦଳର ବିଧାୟକ ମାନେ ତାକୁ ବିରୋଧ କରୁଛନ୍ତି। ଏଥିରେ ମୁଁ ଗୋଟିଏ କଥା ଜାଣିବା ପାଇଁ ଚାହେଁ ଯେ ଭାରତବର୍ଷରେ ବର୍ତ୍ତମାନ ଯେତେ ରାଜ୍ୟରେ ବଜେଟ୍ ହେଇଛି ସେଥିରୁ ମୁଁ କେତେକ ସାମ୍ପଲ୍ ନେଇଛି ଏବଂ ଦେଖିଛି ଯେ ଓଡ଼ିଶାର ବଜେଟ୍ ସବୁଠାରୁ ଉତ୍କୃଷ୍ଟତମ ସ୍ଥାନରେ ରହିଛି। ଯଦି ଆଉ କାହା ପାଖରେ ଅନ୍ୟ କୌଣସି ରାଜ୍ୟର ବଜେଟ୍ରେ ଭଲ ବଜେଟ୍ ଅଛି ବୋଲି ସେମାନେ ଥିବ କହିପାରନ୍ତି। ଦ୍ୱିତୀୟ କଥା ହେଉଛି ଆମର ଯେଉଁ 2,65,000 କୋଟି ଟଙ୍କାର ବଜେଟ୍ରୁ ଆମେ କ୍ୟାପିଟାଲ ଏକ୍ସପେଣ୍ଡିଚରରେ ଆମେ 32,000 କୋଟି ଆମେ ଡେଫିସିଟ୍ରେ ଅଛୁ, ଫିସ୍କାଲ ଡେଫିସିଟ୍ରେ, କିନ୍ତୁ ରେଭିନ୍ୟୁ ଏକ୍ସପେଣ୍ଡିଚରରେ ଆମେ ସରପ୍ଲସ୍ ଅଛୁ। ଏଇଟା ଆମ ପାଇଁ ଗୋଟେ ବହୁତ ବଡ଼ ଉପଲବ୍ଧି ଏବଂ ଯେଉଁ ବି 32,000 କୋଟି ଫିସ୍କାଲ ଡେଫିସିଟ୍ ଅଛି ସେଟା ବି 3.5% ଅଫ୍ ଦି GSDP, ସେଟା ବି କିଛି ଖରାପ କଥା ନୁହେଁ। ଯାହା ବି ହଉ ଗତକାଲି ଗୃହର ଆଲୋଚନା ବେଳେ ଆମର ବାଲେଶ୍ୱରର ଗୌତମ ବୁଦ୍ଧ ଦାସ ଆମର ଭୋଗରାର ବିଧାୟକ ଆମର ବନ୍ଧୁ ସେ କହିଲେ ଯେ ଆପଣମାନେ ଗଣିତରେ ଯାଆନ୍ତୁ, ଆପଣମାନେ ସାହିତ୍ୟ ପଢ଼ୁଛନ୍ତି। କିନ୍ତୁ ସିଏ ଜଣେ ମୋର ଭଲ ବନ୍ଧୁ, କିନ୍ତୁ ଭଲ ସାହିତ୍ୟିକ, ବିଭିନ୍ନ ଜାଗାରେ ସଭା ସମିତିରେ ଦେଖା ହୁଏ, ଭଲ ସାହିତ୍ୟ କୁହନ୍ତି। କିନ୍ତୁ ଗଣିତକୁ ସେ ଚ୍ୟାଲେଞ୍ଜ କଲେ। ମୁଁ ବି ଆଜି ଟିକେ କିଛି ଗଣିତ ତାଙ୍କୁ ବି ଶିଖିବା ପାଇଁ ଚାହୁଁଛି ଯେ ଆଜି ମୁଁ ଯେତିକି ଅଛି ବିଭିନ୍ନ ସ୍କିମ୍ ଭିତରୁ କେବଳ ଆଜି ଶକ୍ତି ବିଭାଗ ବିଷୟରେ ମୁଁ କଥା ହେବି ଏବଂ ଶକ୍ତି କ୍ଷେତ୍ରରେ ଅର୍ଥନୀତିର ମୁଖ୍ୟ ବାହକ ହେଉଛି ବିଦ୍ୟୁତ୍ ଶକ୍ତି ଏବଂ ପ୍ରତ୍ୟେକ ଉପଭୋକ୍ତାକୁ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଇବା ହେଉଛି ଆମ ସରକାରଙ୍କର କର୍ତ୍ତବ୍ୟ। ସେହି ଧାରାରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ 1,436 କୋଟି, ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନାରେ 730 କୋଟି ଏବଂ ଓଡ଼ିଶା ସଞ୍ଚରଣ ବ୍ୟବସ୍ଥା ସୁଦୃଢ଼ୀକରଣରେ 200 କୋଟି ଏବଂ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନାରେ 613 କୋଟି। ଏ ପ୍ରକାର ଭାବରେ ଶକ୍ତି ବିଭାଗକୁ 3,356 କୋଟି ମିଳିଥିବା ବେଳେ ସେଥିରେ କ୍ୟାପିଟାଲ ଏକ୍ସପେଣ୍ଡିଚରରେ 3,118 କୋଟି ଏବଂ ରେଭିନ୍ୟୁ ଏକ୍ସପେଣ୍ଡିଚରରେ 237 କୋଟି, ଯାହାକି 7% ପାଖାପାଖି। ବିୟୁଟିଫୁଲ୍ ବଜେଟ୍, ଏଥିରେ କେହି ବି କୋଠେଇବେନି। କିନ୍ତୁ ଗୋଟେ ବିରୋଧ କରିବା ପାଇଁ ଆଳରେ ଆଜି ଦେଖିଲି ମୁଁ ଆମର ଏତେ ସିନିୟର ପୂର୍ବତନ ମନ୍ତ୍ରୀ ବିଧାୟକ ଆଜି ସେ କଥାରେ କିଛି ନାହିଁ, ଭୋଟ୍ ଅନ୍ ଆକାଉଣ୍ଟରେ କିଛି ନାହିଁ, ଟୋଟାଲି ରାଜନୀତି କଥା କହୁଛନ୍ତି। ଆରେ ଯଦି ଅଛି ଫ୍ୟାକ୍ଟ ଉପରକୁ ଆସନ୍ତୁ, ଗଣିତ ଉପରକୁ ଆସନ୍ତୁ। ଏଥିରେ ମୁଁ ଆପଣଙ୍କୁ କହିବି ଯେ ବିରୋଧୀ ଦଳର ତାଙ୍କର ମ୍ୟାନିଫେଷ୍ଟୋରେ ଥିଲା ଯେ ଆମେ 100 ୟୁନିଟ୍ ବିଜୁଳି ଫ୍ରି ଦେବୁ। ତା ଅର୍ଥ ସେଟା ସିଧାସଳଖ ରେଭିନ୍ୟୁ ଏକ୍ସପେଣ୍ଡିଚରକୁ ଯାଇଥାନ୍ତା ଏବଂ 360 କୋଟି ଟଙ୍କା ସେଥିରେ ପଡ଼ିଥାନ୍ତା। ସେହି ଜାଗାରେ ଆମେ ଯେଉଁ ଆମର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଛି, ଏଥିରେ 3 କିଲୋୱାଟ୍ର ସୋଲାର ପାୱାର ପ୍ଲାଣ୍ଟ ଲଗାଇବା ପାଇଁ 78, ସେଇଟା ମୁଁ ବୁଝାଉଛି, ଆପଣ ବୁଝି ନାହାନ୍ତି। ଟିକେ 5 ମିନିଟ୍ ବସିଲେ ବୁଝିପାରିବେ। 5 ମିନିଟ୍ ଶୁଣନ୍ତୁ, ମୋର 5 ମିନିଟ୍ ଆପଣ ଶୁଣନ୍ତୁ। 3 କିଲୋୱାଟ୍ ସୋଲାର ପାୱାର ପ୍ଲାଣ୍ଟ ଲଗାଇଲେ ଆପଣ ପ୍ରତି ମାସରେ 400 ୟୁନିଟ୍ ଇଲେକ୍ଟ୍ରିସିଟି ସେଥିରୁ ପାଇବେ ଏବଂ ଅନଇଣ୍ଟରପ୍ଟେଡ୍ ବର୍ତ୍ତମାନ ଯେଉଁ ପାୱାର ସପ୍ଲାଏ ହେଉଛି ସେଠି 21 ଆୱାର୍ସ ଅଛି। 400 ୟୁନିଟ୍ ଯଦି ଆପଣ ପାଆନ୍ତି, ସେଥିରେ ଆପଣ ପାଖାପାଖି ଡୋମେଷ୍ଟିକ୍ କଞ୍ଜ୍ୟୁମର ବା 90 ଲକ୍ଷ କଞ୍ଜ୍ୟୁମର ଅଛନ୍ତି ଯେଉଁମାନେ ପ୍ରତିଦିନ 300 ୟୁନିଟ୍ ୟୁଜ୍ କରୁଛନ୍ତି ଇଣ୍ଡଷ୍ଟ୍ରିଆଲ ୟୁଜ୍କୁ ଛାଡ଼ିକି। ଏବଂ ସମସ୍ତଙ୍କୁ ଯଦି ଆମେ ସେ ସୁଯୋଗ ଦେବା ତାହେଲେ 90 ଲକ୍ଷ କଞ୍ଜ୍ୟୁମର ପ୍ରତି ସମୟ ସରୁଛି ଏଭରେଜ 5 ଟଙ୍କା ଏବେ ୟୁନିଟ୍ ଅଛି। ହିସାବଟା ଶୁଣନ୍ତୁ, 5 ଟଙ୍କା ଅଛି, ଅର୍ଥ ଗୋଟେ ପ୍ରଥମ 50 ୟୁନିଟ୍ କି 2 ଟଙ୍କା 90, ନେକ୍ସଟ 150 ୟୁନିଟ୍ କୁ 4 ଟଙ୍କା 70 ଏବଂ ଲାଷ୍ଟ
200 यूनिट के 5 टका 70 अर्थात ये 400 यूनिट एवरेज कॉस्ट हो 5 टंका एवं जदि से 72 मास पाखापाखि यार लाइफ रहो 72 मंथ एवं सोलार पैनल रहो 25 इयर्स जदि ताको हिसाब करा जाए आपण 6 वर्ष भितर 1,44,000 कोटी टंका पाखापाखि से लोकर अकाउंट को आसीबो एवं ताको जदि आपण देखिबे जे ताको जदि 6 इयर्स देखिले पर कंज्यूमर को ता जो 90 लाख कंज्यूमर को हिसाब करिए पाखापाखि आमर 16,200 कोटी टंका आमको मुनाफा हबो केते भाई समस्त को जदि दिया जीवो भी 12,000 कोटी टंका आमर तापर पड़िबो माननीय विधायक सीट रे बसंतु सुनतु जदि 90 लाख कंज्यूमर समस्त को दिया जीवो भी ताले भी हमको प्रति वर्ष 12,000 कोटी पड़िबो एवं आपण आपनकर अवगति न जणाउची ये ग्रीन एनर्जी रे जदि आपण व्यवहार करिवे ताले 21,600 कोटी टंका सीधा सड़क सोलार रु पाइबे सोलार एनर्जी 21,600 कोटी टंकार पाइबे एवं ता द्वारा पाखापाखि 1,72 लाख टन कोयला जलिबारु बंचिबो आ भी आपण हिसाब जणतु एवं ता पई पाखापाखि 3,44,000 टन कार्बन डाइऑक्साइड मध्ये कमिबो तेणु ये सोलार एनर्जी रो जो हिसाब अछि एटा आपण मानको बुझिया को आसीबनी आपण रेबिडी देई कि वोट पाई कि जितिवार सरकार आपण जानिबे जे ये मुख्यमंत्री सूर्य घर योजना रे जदि एटा होछि मु कहूछि काहे कि एटा मु निजे व्यवहार करछि घरे एवं लास्ट 12 वर्ष होला व्यवहार करछि।